ଦିଗର ନାଁ ଜାଣିବା ହେଲା। ଆମେ କେତେଟା ଦିଗ ଅଛି ଜାଣିଛୁ? କେତେଟା ଦିଗ ଅଛି କହିଲ? କେତେଟା ଦିଗ? ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ତେଣୁ ଆମେ ଗୀତ ମାଧ୍ୟମରେ ଦିଗର ନାଁ ଜାଣିବା। କଣ ଜାଣିବା? ଦିଗର ନାଁ ଜାଣିବା। ଗୀତ ମାଧ୍ୟମରେ ଜାଣିବା ହେଲା। ଦେଇଛି ଯେଉଁ ଦିଗ ଆଡୁ ହୁଏ ସୂର୍ଯ୍ୟ। ସୂର୍ଯ୍ୟ କୋଉ ଦିଗରୁ ଉଦୟ ହୁଏ? ଏଇ ଦେଖ ଯେଉଁ ଦିଗ ଆଡୁ ହୁଏ ସୂର୍ଯ୍ୟ ସେହି ଦିଗଟି କଣ? ପୂର୍ବ ଦିଗଟି ଜାଣ। କୁହ ଯେଉଁ ଦିଗ ଆଡୁ ହୁଏ ସୂର୍ଯ୍ୟ। କୁହ ଯେଉଁ ଦିଗ ଆଡୁ ହୁଏ ସୂର୍ଯ୍ୟ ପୂର୍ବ ଦିଗଟି ଜାଣ। ତେଣୁ ସୂର୍ଯ୍ୟ କୋଉ ଦିଗରୁ ଉଦୟ ହୁଏ? ଏଇ ଦିଗରୁ। ତେଣୁ ଏଇଟା କଣ? ପୂର୍ବ। ଆମ ମୁହଁ ଯୋଉ ପଟକୁ ରହିବ ସେଇଟା ହେଲା ପୂର୍ବ। ବୁଝିପାରିଲ? ତାପରେ କଣ ଦେଇଛି? ତାଙ୍କ ଆଡେ ମୁହଁ କରି ଛିଡା ହେଲେ ପଛ କହିବ ପଶ୍ଚିମ। ତେଣୁ ଆମ ପଛ ପଟେ କଣ ହବ? ପଶ୍ଚିମ। ଏଇଟା କଣ? ପଶ୍ଚିମ। ଏଇଟା କଣ? ପଶ୍ଚିମ। ତାପରେ ଦେଇଛି ବାମ ଆମ ଉତ୍ତର ହେବ। ବାମ ପଟେ କାଇଁ? ବାମ ତ ଛିଡା ହବ ସେପଟେ ମୁହଁ କରି। ତେଣୁ ବାମ ହୋଇବ ଉତ୍ତର। ବାମ ପଟେ କାଇଁ? ବାମ ପଟେ କାଇଁ? ଏଇ ବାମ ହୋଇବ ଉତ୍ତର। ଏଇଟା କି ପଟ? ଉତ୍ତର। ବାମ ହୋଇବ ଉତ୍ତର। ଆଉ କଣ? ଡାହାଣ ହେବ ଦକ୍ଷିଣ। ଡାହାଣ ହେବ ଦକ୍ଷିଣ। ତେଣୁ ସୂର୍ଯ୍ୟ ଯେଉଁ ଆଡୁ ହୁଏ ସୂର୍ଯ୍ୟ ସେ ପୂର୍ବ ଦିଗଟି ଜାଣ। ସୂର୍ଯ୍ୟ ଯେଉଁ ଦିଗରେ ଆସେ ସେଟା କି ଦିଗ? ପୂର୍ବ ଦିଗ। ପଛ ହୋଇବ ତୁମ ପଛ ପଟ ହୋଇବ ପଶ୍ଚିମ। ତେଣୁ ପଛ ପଟ କଣ ହବ? ପଶ୍ଚିମ। ବାମ ପଟ ହବ ଉତ୍ତର। ଡାହାଣ ହେବ ଦକ୍ଷିଣ। ଜାଣିପାରିଲ? ଯାହା ପଚାରୁଛି ତମକୁ କହିଲ ଦେଖିଆ ତମ ପୂର୍ବ କାଇଁ? ପୂର୍ବ ପଟ କାଇଁ? ହେଲା। ଆଉ ପଶ୍ଚିମ ପଟ କାଇଁ? ଏଇ ଆଉ ଉତ୍ତର କାଇଁ? ବାମ ହୋଇବ ଉତ୍ତର। ଏଇଟା ହେଲା ଉତ୍ତର। ଆଉ ଦକ୍ଷିଣ କାଇଁ? ତେଣୁ ଡାହାଣ ହବ ଦକ୍ଷିଣ। ତମେ କହିଲ ତମ କୋଉଆଡେ ପୂର୍ବ କୋଉଟା? ହେଲା। ଆଉ ପଶ୍ଚିମ କାଇଁ? ଆଉ ଉତ୍ତର କାଇଁ? ଦକ୍ଷିଣ କାଇଁ? ଭେରି ଗୁଡ। ହେଲା। ଆଉ ତମେ କହିଲ ପୂର୍ବ କାଇଁ? ପୂର୍ବ କାଇଁ? ପଶ୍ଚିମ କାଇଁ? ଉତ୍ତର କାଇଁ? ତମ ବାମ ପଟ ହବ ଉତ୍ତର। ଡାହାଣ ହେବ